ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ କାହାଣୀ, ନ୍ୟାୟ ବିଚାର। ହଜାରେ ବର୍ଷ ତଳେ ଧବଳଗିରିର ରାଜା ଥିଲେ ଧର୍ମପାଳ। ଦାନ, ଧର୍ମ ତଥା ନ୍ୟାୟ ବିଚାର ପାଇଁ ସେ ବିଖ୍ୟାତ ଥିଲେ। ବିଚାର କଲାବେଳେ ସେ କିଏ ନିଜ ଲୋକ କିଏ ପରଲୋକ ସେ କଥା ପାଶୋରି ଦେଉଥିଲେ। ଯିଏ ଯାହାର ଯେଉଁଭଳି ଅନିଷ୍ଟ କରିବ ତାକୁ ସେଇ ଏକାଭଳି ପରିଣାମ ଭୋଗିବାକୁ ପଡ଼ିବ, ଏହା ହିଁ ଥିଲା ତାଙ୍କର ନିୟମ। କ ଯଦି ଖକୁ ଚାପୁଡ଼ାଇ ଦେବ, ତେବେ ଖ କକୁ ଚାପୁଡ଼ାଇ ଦେବାକୁ ହକଦାର। ଦିନେ ରାଜା ଧର୍ମପାଳଙ୍କ ଦରବାର ବସିଥାଏ। ଯୁବରାଜଙ୍କ ସମେତ ମନ୍ତ୍ରୀ ଓ ସଭାସଦବର୍ଗ ଉପସ୍ଥିତ ଥାଆନ୍ତି। ଅନେକ ଗୁରୁତର ବ୍ୟାପାର ଆଲୋଚନା ହେଉଥାଏ। ହଠାତ୍ ବାଟ ଭୁଲି ଗୋଟେ ନାଗସାପ ଦରବାର ଭିତରକୁ ପଶି ଆସିଲା। ଦରବାରରେ କୋଳାହଳ ପଡ଼ିଗଲା। ସେ ଭୀଷଣ ସାପକୁ ଦେଖି ସଭାସଦମାନେ ଆତଙ୍କ ମଣିଲେ। ରାଜାଙ୍କ ଦେହରକ୍ଷୀମାନେ ତାକୁ ମାରିବାକୁ ଦୌଡ଼ି ଆସିଲେ। ତେବେ ଅନ୍ୟ କେହି କିଛି କରିବା ପୂର୍ବରୁ ଯୁବରାଜ ଉଠିପଡ଼ି ତାଙ୍କ ତରବୀର କୋଷମୁକ୍ତ କରି ସାପଟିକୁ ଦୁଇଗୋଡ଼ କରିଦେଲେ। କିନ୍ତୁ ନାଗର ଅପରାଧରେ ଜୀବନ ଥାଏ। ସେ ପଳାଇ ଯାଇ ତା ବିଲରେ ପଶିଗଲା। ତା ଅବସ୍ଥା ଦେଖି ନାଗୁଣୀ ଆର୍ତ୍ତନାଦ କଲା। ସେମାନେ ଏକ ବିଶେଷ ଧରଣର ନାଗ, କଥା କହିପାରନ୍ତି। ନାଗୁଣୀ କହିଲା, ମୁଁ ଯୁବରାଜକୁ ମାରିଦେବି। ନାଗ ତାକୁ ସେଭଳି ସିଦ୍ଧାନ୍ତରୁ ନିର୍ବର୍ତ୍ତାଇ କହିଲା, ନା, ତମେ ରାଜାଙ୍କ ପାଖରେ ନ୍ୟାୟ ବିଚାର ଦାବି କର। ଏ ରାଜ୍ୟର ବିଚାର ନ୍ୟାୟପୂର୍ଣ୍ଣ ଭାବରେ ହୁଏ। ତମେ ରାଜ୍ୟର ଶାସନବିଧି ମାନି ଚଳ। ଏହାପରେ ନାଗ ମରିଗଲା। ନାଗୁଣୀ ରାତିରେ ଉଆସ ଭିତରେ ପ୍ରବେଶ କଲା, ଆଉ ଯୁବରାଜକୁ କୋଠିରେ ଠାବ କରି ଧୀରେ ଧୀରେ ତହିଁ ଭିତରେ ପଶିଗଲା। ତାପରେ ସେଜ ଉପରକୁ ଉଠିଯାଇ ଯୁବରାଜଙ୍କ ବେକରେ ଗୁଡ଼ାଇ ହୋଇଗଲା। ଯୁବରାଜଙ୍କ ନିଦ ଭାଙ୍ଗିଗଲା। ସେ ନିଜ ଅବସ୍ଥା ଦେଖି ଚିତ୍କାର କରି ଉଠିଲେ। ଉଆସର ପ୍ରହରୀମାନେ ସଙ୍ଗେ ସଙ୍ଗେ ସେଠାକୁ ଦୌଡ଼ି ଆସିଲେ। ଯୁବରାଜ ଭୟରେ ଥରୁଥାନ୍ତି। ପ୍ରହରୀମାନେ କ'ଣ କରିବେ କିଛି ସ୍ଥିର କରିପାରିଲେ ନାହିଁ। ନାଗୁଣୀକୁ ମାରିବାକୁ ଚେଷ୍ଟା କଲେ ଯୁବରାଜଙ୍କ ଦେହରେ ଆଘାତ ଲାଗିପାରେ। ସେମାନେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଠିଆ ହୋଇ ରହିଲେ। ନାଗୁଣୀ ସେମାନଙ୍କୁ ଉଦ୍ଦେଶ୍ୟ କରି କହିଲା, ଭୟ ନାହିଁ, ମୁଁ ସଙ୍ଗେ ସଙ୍ଗେ ଯୁବରାଜକୁ ଦଂଶନ କରୁନାହିଁ। କିନ୍ତୁ ତମମାନଙ୍କ ଭିତରୁ ଯଦି କେହି ମୋତେ ମାରିବାକୁ ଉଦ୍ୟତ ହେବ, ତେବେ ମୁଁ ସଙ୍ଗେ ସଙ୍ଗେ ଯୁବରାଜକୁ ଦଂଶନ କରିବି। ଯାଅ, ରାଜାଙ୍କୁ ଏଠାକୁ ଡାକି ଆଣ। ରାଜାଙ୍କ ପାଖରେ ଖବର ପହଞ୍ଚିବାକୁ ବିଳମ୍ବ ହେଲା ନାହିଁ। ସେ ଦୌଡ଼ି ଆସିଲେ। ଯୁବରାଜଙ୍କ ଅବସ୍ଥା ଦେଖି ତାଙ୍କ ମୁହଁରୁ ବି କଥା ବାହାରିଲା ନାହିଁ। ନାଗୁଣୀ କହିଲା, ମହାରାଜ, ଆଜି ଦରବାରରେ ଯେଉଁ ନାଗସାପକୁ ହତ୍ୟା କରାଗଲା, ମୁଁ ତାହାରି ପତ୍ନୀ। ଯୁବରାଜ କାହିଁକି ନାଗକୁ ହତ୍ୟା କଲେ? ସେ କାହାରି ଅନିଷ୍ଟ କରିନାହିଁ। ବାଟ ଭୁଲି ଦରବାର ଭିତରକୁ ପଶି ଆସି ବାହାରି ଯାଉଥିବା ଅବସ୍ଥାରେ ତାକୁ ବିନା ଅପରାଧରେ କଠୋର ଦଣ୍ଡ ଦିଆଗଲା। ମୁଁ ବିଧବା ହୋଇଗଲି। ଆପଣଙ୍କ ନ୍ୟାୟ ଅନୁସାରେ ମୁଁ ଯୁବରାଜକୁ ମାରି ଯୁବରାଣୀକୁ ବିଧବା କରିଦେବି। ଆଶା କରେ ଆପଣ ମୋର ଏ ନ୍ୟାୟ ଦାବି ଗ୍ରହଣ କରିବେ। ନାଗୁଣୀର ଅଭିଯୋଗ ଏଡ଼େ ଯୁକ୍ତିଯୁକ୍ତ ଯେ ରାଜା କ'ଣ କହିବେ କିଛି ଠିକ୍ କରିପାରିଲେ ନାହିଁ। ତେଣେ ଯୁବରାଜ ତାଙ୍କର ଏକମାତ୍ର ପୁତ୍ର। ଆଖି ଆଗରେ ନାଗୁଣୀର ଦଂଶନରେ ସେ ପ୍ରାଣ ହାରିବେ, ଏକଥା ସେ କିପରି ସହ୍ୟ କରିବେ? କିଛି ସମୟ ନୀରବରେ ଠିଆ ହୋଇ ରହି ରାଜା ରାଜ୍ୟର ଦୁଇ ବିଚାରପତିଙ୍କୁ ଡକାଇଲେ। ସେ ଦୁହେଁ ଆସି ନାଗୁଣୀର ଅଭିଯୋଗ ଶୁଣିଲେ। ଜଣେ କହିଲେ, ଦେଖ ନାଗୁଣୀ, ତମ ଅଭିଯୋଗ ଠିକ୍, କିନ୍ତୁ ଯୁବରାଜଙ୍କ ଦ୍ୱାରା ନାଗର ଅନିଷ୍ଟ ହୋଇଛି। ଏକମାତ୍ର ନାଗ ହିଁ ଯୁବରାଜଙ୍କ ଅନିଷ୍ଟ କରିବାକୁ ହକଦାର। ନାଗୁଣୀ ଏ ମତ ଶୁଣି ତାଚ୍ଛଲ୍ୟ କରି କହିଲା, ବିଚାରକ, ତମେ ଯେଉଁ ଯୁକ୍ତିର ଅବତାରଣା କରୁଛ ତାହା ହାସ୍ୟାସ୍ପଦ। ନାଗ ମୃତ। ଯିଏ ମୃତ ସେ କେବେ ପ୍ରତିଶୋଧ ନେଇପାରେ? ତମେ କ'ଣ ମୋତେ ଶିଶୁ ଠଉରାଇଲ? ନାଗର ମୃତ୍ୟୁ ଯୋଗୁଁ ଯାତନା ଭୋଗୁଛି ମୁଁ, ଅତଏବ ପ୍ରତିଶୋଧ ନେବାର ଅଧିକାର ମୋର। ମୁଁ ଯୁବରାଜକୁ ମାରି ତାଙ୍କ ପତ୍ନୀକୁ ଯାତନା ଦେବି। ଦ୍ୱିତୀୟ ବିଚାରକ କହିଲେ, ବାସ୍ତବିକ ନାଗୁଣୀ ଯାହା କହୁଛି ଠିକ୍ କଥା। ସେ ଯେଉଁ ମାତ୍ରାରେ ଯାତନା ଭୋଗୁଛି, ଯୁବରାଣୀ ସେହି ମାତ୍ରାରେ ଯାତନା ଭୋଗିବା ଲୋଡ଼ା। ତାହା ହିଁ ହେବ ନ୍ୟାୟ। ଆଚ୍ଛା ନାଗୁଣୀ, ତମର ସନ୍ତାନ ସନ୍ତତି କେତୋଟି? ନାଗୁଣୀ କାନ୍ଦି କାନ୍ଦି ଉତ୍ତର ଦେଲା, ମୋର 5 ସନ୍ତାନ। ଦ୍ୱିତୀୟ ବିଚାରପତି କହିଲେ, ବୁଝିଲି, ତେଣୁ ତୁମେ ବି 5 ସନ୍ତାନ ସହ ଯୁବରାଣୀକୁ ଯାତନା ଦେବା ଆବଶ୍ୟକ। ଏହା ହିଁ ହେବ ନ୍ୟାୟ ବିଚାର, କ'ଣ ଠିକ୍ ନୁହେଁ? ବର୍ତ୍ତମାନ ଯୁବରାଜ ମଲେ ଯୁବରାଣୀ ବିଧବା ହେବେ ଠିକ୍, କିନ୍ତୁ କୌଣସି ସନ୍ତାନ ପିତୃହରା ହେବେ ନାହିଁ। ତମେ କିଛିଦିନ ଅପେକ୍ଷା କର। ଯୁବରାଜଙ୍କର 5ଟି ସନ୍ତାନ ହୋଇସାରୁ, ତାପରେ ତୁମ ଯୁବରାଜକୁ ଦଂଶନ କରିବ। ବିଚାରପତିଙ୍କ ଏ ମନ୍ତବ୍ୟ ଶୁଣି ରାଜା ଟିକେ ସ୍ୱସ୍ତିରେ ନିଶ୍ୱାସ ଛାଡ଼ିଲେ। ନାଗୁଣୀ ଏ ରାୟ ନ୍ୟାୟପୂର୍ଣ୍ଣ ବୋଲି ସ୍ୱୀକାର କଲା। ସେ ରାଜାଙ୍କୁ ଅନୁରୋଧ କରି କହିଲା ଯେ ଯୁବରାଜଙ୍କର 5 ସନ୍ତାନ ଜନ୍ମ ହେବା ପରେ ତାକୁ ଯେପରି ଖବର ଦିଆଯିବ, ସେ ଆସି ଯୁବରାଜକୁ ଦଂଶନ କରିବ। ରାଜା ସମ୍ମତ ହେଲେ। ନାଗୁଣୀ ରାଜୋଦ୍ୟାନ ଭିତରେ ଥିବା ତା ବିଲକୁ ଚାଲିଗଲା। ଯୁବରାଜଙ୍କର ଝିଅଟିଏ ହେଲା, ପରେ ହେଲା ପୁଅଟିଏ। ନାଗୁଣୀ ଉତ୍ସାହିତ ହେଲା। ଯେତେବେଳେ ଯୁବରାଜ ଯୁବରାଣୀ ଉଦ୍ୟାନ ବୁଲିବାକୁ ଯାଆନ୍ତି, ନାଗୁଣୀ ଫେଣା ତୋଳି ସେମାନଙ୍କୁ ଦେଖେ। କିନ୍ତୁ 2ଟି ପିଲା ବଡ଼ ହେଲା ପରେ ବି ଆଉ କାହିଁ ତୃତୀୟ ସନ୍ତାନ ତା ଆଖିରେ ପଡ଼ିଲା ନାହିଁ। ବହୁ ବର୍ଷ ଯାଏ ସେ ଧୈର୍ଯ୍ୟ ଧରି ରହିଥାଏ, ଆଉ ବାରମ୍ବାର ଲକ୍ଷ୍ୟ କରୁଥାଏ। କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହେଲା ନାହିଁ।
ଅପେକ୍ଷା କରିବା ଅବସ୍ଥାରେ ନାଗୁଣୀର ମୃତ୍ୟୁ ହୋଇଗଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ ନ୍ୟାୟ ବିଚାର।